କରିବାକୁ ଇଚ୍ଛା କରେ ତାହେଲେ ତାକୁ ବହୁ ବର୍ଷ ଧରି ରାତି ଦିନ କଠିନ ପରିଶ୍ରମ କରିବାକୁ ପଡିବ। ଏପରି ଭାବରେ ବିଚାର କଲେ ଆମେ ଦେଖିବା ଦୁଃଖ ଭୋଗ ନକରି ସୁଖ କେବେ ହେଲେ ମିଳେ ନାହିଁ। ତେଣୁ ପ୍ରକୃତ ପକ୍ଷରେ ବିଶୁଦ୍ଧ ସୁଖ କେବେ ହେଲେ ଏ ଭୌତିକ ଜଗତରେ ନାହିଁ। ତେଣୁ ଯଦି ଆମେ କିଛି ଉପଭୋଗ କରିବାକୁ ଚାହୁଁ ତାହେଲେ ଆମକୁ ନିଶ୍ଚୟ କିଛି ଦୁଃଖ ଭୋଗ କରିବାକୁ ପଡିବ। ସେଇ କଥା ଗୀତାରେ ଭଗବାନ କହିଛନ୍ତି ଚତୁର୍ଥ ଅଧ୍ୟାୟ ଜ୍ଞାନ ଯୋଗ 9ମ ନମ୍ବର ଶ୍ଲୋକରେ କହିଲେ ଜନ୍ମ କର୍ମ ଚମେ ଦିବ୍ୟଂ ଏବଂ ଯୋ ବ୍ୟତି ତତ୍ତ୍ୱତଃ ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ଅର୍ଜୁନ। ଅର୍ଜୁନ, ଯେଉଁ ବ୍ୟକ୍ତି ମୋର ଜନ୍ମ ଓ କର୍ମର ଦିବ୍ୟତା କଥା ଜାଣିପାରନ୍ତି ସେ ଏ ଶରୀର ତ୍ୟାଗ କଲା ପରେ ଆଉ ଏ ଭୌତିକ ଜଗତରେ ଜନ୍ମ ଲାଭ କରେ ନାହିଁ। ସେ ମୋର ନିତ୍ୟ ଧାମ ପ୍ରାପ୍ତ ହୁଏ। ରାଜା ପ୍ରାଚୀନ ବରିହି ସେଇଠି କହିଛନ୍ତି ନାରଦଙ୍କୁ, ହେ ମହାଭାଗ ନାରଦ, ମୋର ବୁଦ୍ଧି ସକାମ କର୍ମରେ ଜଡିତ ହେଇଥିବା ଯୋଗୁ ଜୀବନର ଅନ୍ତିମ ଲକ୍ଷ୍ୟ କଣ ହେବ ଜାଣିପାରି ନାହିଁ। ତେଣୁ ବର୍ତ୍ତମାନ ମୁଁ ଯେପରି ଏ କର୍ମ ବନ୍ଧନରୁ ମୁକ୍ତି ଲାଭ କରିବି ଆପଣ ମତେ ସେଇ କଥା ନିର୍ମଳ ଜ୍ଞାନ ଉପଦେଶ ଦିଅନ୍ତୁ। ଜଗନ୍ନାଥ ଦାସ ତାକୁ ଲେଖିଲେ, କହିଲେ ଏ ମୋହି ପତି ପୃଥୁ ବଂଶ ଏ କର୍ମ ମାର୍ଗେ ଗଲା ନାଶ ବିପ୍ରବଚନେ ଭ୍ରମ ହେଲା ଅନେକ ପଶୁ ବଧ କଲା। ଏଇଠି ଗୋଟେ କଥା କହିବା, ଯେପର୍ଯ୍ୟନ୍ତ ବ୍ୟକ୍ତି ସକାମ କର୍ମରେ ନିଯୁକ୍ତ ଥିବ ସେ ପର୍ଯ୍ୟନ୍ତ ସେ ଗୋଟିକ ପରେ ଗୋଟିଏ ଜଡ ଶରୀର ଲାଭ କରିବ। ଯେତେ ପର୍ଯ୍ୟନ୍ତ ନିଷ୍କାମ କର୍ମକୁ ଯାଇନାହିଁ ସେ କର୍ମ ବନ୍ଧ ଫାସ ବା ପୁଣ୍ୟ କର୍ମ ହେଉ ବା ପାପ କର୍ମ ହେଉ ଯାହା କିଛି ହେଉନା କାହିଁକି ଉଭୟ ପ୍ରକାର କର୍ମ ଜୀବକୁ ଜଡ ଶରୀରର ବନ୍ଧନରେ ପକାଏ। ପୁଣ୍ୟ କର୍ମ କଲେ ବ୍ୟକ୍ତି ଗୋଟେ ଉଚ୍ଚ ଧନାଢ୍ୟ ପରିବାରରେ ଜନ୍ମ ଲାଭ କରେ, ଉଚ୍ଚ ଶିକ୍ଷା ପ୍ରାପ୍ତ ହୁଏ, ଏକ ସୁନ୍ଦର ଶରୀର ପାଏ। ଏହାର ଅର୍ଥ ନୁହେଁ ଜୀବନର ଦୁଃଖ ଦୂରେଇ ଯିବା। ଦୁଃଖ ସବୁବେଳେ ଲାଗିକି ରହିବ, ଏ କଥାକୁ ବି ଆମକୁ ବୁଝିବାକୁ ପଡିବ। ତେଣୁ ପ୍ରାଚୀନ ବରିଷଦ୍ ନାରଦଙ୍କୁ ଏକଥା ଜିଜ୍ଞାସା କଲେ କିପରି କର୍ମ ବନ୍ଧନରୁ ମୁକ୍ତ ହେବି। ସେ ସମ୍ବନ୍ଧରେ ନାରଦ ମୁନିକୁ ଜିଜ୍ଞାସା କରି ଏହା ହେଉଛି ପ୍ରକୃତର ଜ୍ଞାନର ଭୂମିକା। ତେଣୁ ଏକଥା ମଧ୍ୟ ବେଦାନ୍ତ ସୂତ୍ରରେ ଅଛି, ଅର୍ଥାତ ବ୍ରହ୍ମ ଜିଜ୍ଞାସା। ପ୍ରକୃତରେ ଯେତେବେଳେ କର୍ମ ବନ୍ଧ ଫାସ ତୁଟାଇବା ଦିଗରେ ବିଫଳ ପ୍ରୟାସ କରେ ସେତେବେଳେ ସେ ବ୍ରହ୍ମ ଜିଜ୍ଞାସା କରେ, ଅର୍ଥାତ ଜୀବନର ପ୍ରକୃତ ମୂଲ୍ୟ ବିଷୟରେ ଜିଜ୍ଞାସା କରେ। ତେଣୁ ଯେଉଁମାନେ ତଥାକଥିତ ସୁଖମୟ ଜୀବନ ପ୍ରତି ଆଗ୍ରହୀ ସେମାନେ ପୁତ୍ର ମାନେ ଘର ସମ୍ପତ୍ତି ଯେତେ ପ୍ରକାର ବନ୍ଧନ ଭିତରେ ଏକ ଗୃହୀ ଜୀବନ ଯାପନ କରିବା ଏବଂ ଅର୍ଥ ଉପାର୍ଜନ କରିବାକୁ ଜୀବନର ଅନ୍ତିମ ଲକ୍ଷ୍ୟ ବୋଲି ବିଚାର କରନ୍ତି। ଏ ପ୍ରକାର ଲୋକ ଜୀବନର ଅନ୍ତିମ ଲକ୍ଷ୍ୟରେ ପ୍ରବେଶ କରିପାରିବେ ନାହିଁ। ସେମାନେ କେବଳ ବିଭିନ୍ନ ଦେହରେ ଏ ପାର୍ଥିବ ଜଗତରେ ଘୁରି ବୁଲିବେ। ଜଗନ୍ନାଥ ସେ କଥାକୁ ଲେଖୁଛନ୍ତି, କହିଲେ ସେ ସର୍ବ ଘଟେ ଦୟା ପର ଅଧ୍ୟାତ୍ମ ବିଦ୍ୟା ଜ୍ଞାନେ ସାର କରୁଣା କରି ସେ ରାଜାଙ୍କୁ ଦର୍ଶନ ଦେଲେ ଆସି ତାଙ୍କୁ। ସବୁ କଥା ଯେତେବେଳେ କହୁଛନ୍ତି ଯେ ସେ ମୁନି ବର ହେଲେ ବସ ତାର ଭକତି ଭାବେ ତୋଷ କହନ୍ତି ତାରେ ଦୟା ବହି ଘନ ରୂପ ତୋର ଜ୍ଞାନ ନାହିଁ ତୁ କର୍ମ ମାର୍ଗେ ହେଲୁ ହୀନ ବିଅର୍ଥେ ଗଲା ତୋର ଦିନ। ନାରଦ ମୁନି କହୁଛନ୍ତି ସୁନ୍ଦର ଭାବରେ କଥାକୁ ଯେ ଯେଉଁମାନେ ମହାମୁନି ନାରଦ କହିଲେ ଯେ ଯେଉଁମାନେ ବା ରାଜାଙ୍କୁ କହିଲେ ଯେ ଆପଣ ନିର୍ଦ୍ଦୟ ଭାବରେ ଆପଣଙ୍କ ଯଜ୍ଞରେ ଯେଉଁ ହଜାର ହଜାର ପଶୁ ହତ୍ୟା କରୁଛନ୍ତି ସେ ସମସ୍ତ ପଶୁକୁ ଏଇ ଆକାଶରେ ଦେଖନ୍ତୁ। ଯୋଉ ରାଜା ମାନେ ପଶୁ ହତ୍ୟା କରୁଛନ୍ତି ଭନୁରୂପ ତୋର ଜ୍ଞାନ ନାହିଁ କହନ୍ତି ତୋର ଦୟା ବହି ତୋର ଜ୍ଞାନ ନାହିଁ। ତେଣୁ କହିଲେ ତୁ କର୍ମ ମାର୍ଗେ ହେଲୁ ହୀନ ବିଅର୍ଥେ ଗଲା ତୋର ଦିନ। ସେଇ କଥାକୁ କହିଛନ୍ତି ଯେ ଯେତେବେଳେ ଏ ଘଟଣା ଘଟୁଛି ସେତେବେଳେ ଯଜ୍ଞରେ ପଶୁବଧ କଥା ବେଦରେ କୁହାଯାଇଥିବା ହେତୁ
प्राय समस्त धर्म कर्म रे पशुबद्ध यज्ञ अछि। अवश्य व्यक्ति